କର୍ମୀମଣ୍ଡଳୀ ଭାଇ ଓ ମା ମାନେ ସମସ୍ତଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା ରଖୁଛି। ସର୍ବୋପରି ଆଜି ଯେଉଁଥିପାଇଁ ସତ୍ସଙ୍ଗ ଦିଆଯାଇଛି ସେହି କଲ୍ୟାଣୀୟ ସର୍ବଭିକର ସୁସ୍ଥ ନିରାମୟ ସୁଦୀର୍ଘ ଇଷ୍ଟିପୂତ ଜୀବନ କାମନା କରିବା ସହିତ ଏଇଭଳି ଆନନ୍ଦମୟ ଜୀବନ କାମନା କରି ଆଉ ଥରେ ପ୍ରାର୍ଥନା ଜଣାଏ। ଗୋଟେ କଥା ବସି ଭାବୁଥିଲି, ଜୀବନର ସାର୍ଥକତାଟା କ'ଣ? ସନ୍ତୋଷ ଭାଇ ସତ୍ସଙ୍ଗ ଦେଇଛନ୍ତି, ତା ମୂଳରେ ତାଙ୍କର ପୂଜ୍ୟ ପିତାଙ୍କର ପ୍ରେରଣା ରହିଛି, ସେ ମଧ୍ୟ ଉପସ୍ଥିତ ଅଛନ୍ତି। ସମସ୍ତେ ଆନନ୍ଦଟାକୁ ବାଣ୍ଟିକିରି ଉପଭୋଗ କରୁଛନ୍ତି। ଆଉ ସେଇମାନେ ହେଉଛନ୍ତି ଭାଗ୍ୟବାନ ଯାହାଙ୍କର ପୁତ୍ର କନ୍ୟାମାନେ ଏ ଜୀବନରେ ଠାକୁରଙ୍କୁ ପାଇଛନ୍ତି ଏବଂ ଠାକୁରଙ୍କୁ ନେଇକି ଚାଲିଛନ୍ତି। ସଂକୀର୍ଣ୍ଣତା ପାଖକୁ ଗଲେ ମଣିଷ ସଂକୀର୍ଣ୍ଣ ହୁଏ, ଆଉ ବିସ୍ତୃତିର ପାଖକୁ ଗଲେ ମଣିଷ ବିସ୍ତାର ଲାଭ। এই ବିସ୍ତୃତି ଜୀବନଟା ଠାକୁର ଚାହାନ୍ତି। ଠାକୁରଙ୍କ କଥା ନିଜ ଭାଇ କହୁଥିଲେ, ଗୋଟେ କଥା ତା ଭିତରେ ଆପଣ ମାର୍କ କରିଥିଲେ, ଗୋଟେ କଥା କହୁଥିଲେ କନସେନ୍ଟ୍ରିକ୍। এই କନସେନ୍ଟ୍ରିକ୍ ଜିନିଷଟା ଏକାନ୍ତ ବାଞ୍ଛନୀୟ। ଆଉ ଠାକୁରଙ୍କ ପାଖରେ ଯିଏ କନସେନ୍ଟ୍ରିକ୍ ହୁଏ ତାର 6ଟା ଜିନିଷ ଆପେ ଆପେ ଲାଭ ହୁଏ। ପ୍ରଥମଟା ହେଉଛି ଆଲର୍ଟନେସ୍, ভালোবাসা টান, কর্মায়ণে সফলতা, জীবনে উত্থান। এই কনসেন্ট্রিসিটিরু আলর্টনেস আসে। এটা মଣିষ কেবল নুহে, পশুপক্ষী মানকর মধ্যে হয়। মোর গোটে কুকুর লা সৎসঙ্গ দেওয়া, সে গোটে গাত ভিতরে চুলি গাত ভিতরে ছুয়া করছিল। ଯେଉଁଦିନ କୁହୁଡ଼ି ହେଇଯିବ, ମୁଁ ଦିନ ସକାଳୁ ଦାନ୍ତ ଘଷା ଯାଇକି ଦେଖେ ସେ ତା ଛୁଆକୁ କ୍ଷୀର ଦେଉଥିବ। ଯେଉଁଦିନ କୁହୁଡ଼ି ହେଇଯିବ, ସେ ମାନେ ଛୋଟ ଛୁଆ ଦୁଇଟାଙ୍କୁ ଭିତରକୁ ଶୋଇ ପକାଇ ମାଆଟା ପଦା ପଟକୁ ଶୋଇଥିବ। କେଉଁ ୟୁନିଭର୍ସିଟିରେ ସେ ପଢ଼ିଥିଲା। ଏଇଟା ହେଉଛି ଭଲ ପାଇବାର ଟାଣ। ଆଉ ଭଲ ପାଇବା ଗରଜରେ ମଣିଷ ସବୁ କିଛି କରିପାରେ, ସବୁକୁ ପ୍ରତ୍ୟାଖ୍ୟାନ କରିଦେଇପାରେ। ଆଉ ଠାକୁରଙ୍କୁ ବୁଝିବାକୁ ହେଲେ ତାଙ୍କୁ ଭଲ ପାଇବାକୁ ପଡ଼ିବ। ଆଉ ଭଲ ପାଇବାର ମାଧ୍ୟମ ସେ ଯାହା ଦେଇଛନ୍ତି ତାକୁ କରିବାକୁ ପଡ଼ିବ। ଠାକୁର ମାନେ ଲୋକଙ୍କୁ ଗୋଟେ ଇଷ୍ଟ ବାଟରେ ଆଣିବା। ଠାକୁର କେତେବେଳେ ଖୁସି ହୁଅନ୍ତି? ଲୋକ ଯେତେବେଳେ ଖୁସି ହୁଏ ଠାକୁର ଖୁସି ହୁଅନ୍ତି। ଲୋକ ଭିତରେ ଗୋଟେ ମନୁଷ୍ୟ ଦେହ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ, এই ଭଗବାନ ସେତେବେଳେ ଖୁସି ହୁଅନ୍ତି ଯେତେବେଳେ ମଣିଷ ଭିତରେ ସେଇ ଦିବ୍ୟ ଜିନିଷଟା ଠାକୁର ଦେଖିବାକୁ ପାଆନ୍ତି। ଆଉ କମ୍ ବି ଠାକୁର ଲୋକଙ୍କ ପାଇଁ ଯାହା କରିଛନ୍ତି ତାକୁ ତ ପଟାନ୍ତର ନାହିଁ, କେହି ବି ତା ବର୍ଣ୍ଣନା କରିପାରିବେନି। ଗୋଟେ ଛୋଟକାଟିଆ ଘଟଣା ମୁଁ କହୁଛି। ଆମର ତ ଗୁରୁ ଭାଇମାନେ ରୀତିକ ମାନେ ବ୍ୟାକୁଳ ହୁଅନ୍ତି ଦୀକ୍ଷା ଦେବା ପାଇଁ। ଆଚାର୍ଯ୍ୟଙ୍କର ଆଦେଶ ନିର୍ଦ୍ଦେଶ ରହିଛି। ଝାଡ଼ଖଣ୍ଡର ଗୋଟେ ଏଇ ସାନ୍ତାଳ ଲୋକକୁ ଜଣେ ରୀତିକି ଦୀକ୍ଷା ଦେଇଦେଲେ। ଯଦି ଦୀକ୍ଷା ଦେଇଦେଲେ ତାକୁ କହିଲେ ତୁ ଆଶ୍ରମ ଯିବୁ। ସେମାନେ ଆସନ୍ତି, ଆଶ୍ରମରେ ଭାତ ଡାଲି ତରକାରୀ ଯାହା ହେଇଥାନ୍ତି ଖାଆନ୍ତି, ଖିଚୁଡ଼ି ଫିଚୁଡ଼ି ଖାଆନ୍ତି, ବାସନ ଧରିକି ଆସିଥାନ୍ତି, ମେଞ୍ଚ ଲେଖା ନେଇକି ଯାଆନ୍ତି, ଘରେ ଖାଆନ୍ତି। ଆଶ୍ରମକୁ ଆସିବା ଉଦ୍ଦେଶ୍ୟ ହେଉଛି ଏଇ ଆନନ୍ଦ ବଜାରରେ ଖାଇବେ, ଆଉ ଯାହା ନେବେ ତାଙ୍କ ପିଲା ଛୁଆ ଘରେ ଖାଇବେ। ଏଇଥିପାଇଁ ଆସୁ ଆସୁ ସେ ଦୀକ୍ଷାଟା ନେଇଯାଇଛି। ନେଇଯାଇଛନ୍ତି, ତାକୁ କହିଛନ୍ତି ତୁ ଟିକେ ଠାକୁରଙ୍କୁ ଦର୍ଶନ କରିକି ଯା। ଠାକୁର ତାକୁ କହୁଛନ୍ତି ତୁ ଇଷ୍ଟବୃତ୍ତି କରିବୁ। କହିଲେ ଆଜ୍ଞା ମୁଁ ତ ଚଢ଼େଇ ମାରିକି ଖାଏ, ଇଷ୍ଟବୃତ୍ତି କ'ଣ କେମିତି କେଉଁ ବାଟେ କରିବି? କହିଲେ ରୋଷେଇ କରି ଖାଉଛୁ ତ? କହିଲେ ହଁ। କହିଲେ ସେ ପାଉଁଶ କ'ଣ କରୁଛୁ? କହିଲେ ସେ ପାଉଁଶକୁ ଖୋପାଡ଼ି ଦେଉଛି। କହିଲେ ସେ ପାଉଁଶକୁ ତୁ ଇଷ୍ଟବୃତ୍ତି କରିବୁ। ମାନେ ପରମ ପିତା ଗୋଟେ ଲୋକକୁ ବାଟକୁ ଆଣିବା ପାଇଁ କ'ଣ କରିପାରନ୍ତି? କହିଲେ ସେ ପାଉଁଶକୁ ଇଷ୍ଟବୃତ୍ତି କରିବୁ। ଆଉ ସେ ତ କୁଲ ସାନ୍ତାଳ ଜାତି ଯାହା ବୁଝନ୍ତି ଥରେ ବୁଝନ୍ତି, ଆଉ ସେଥିରୁ ଓହରନ୍ତି। ସେମାନଙ୍କର ଗୋଟେ ଭଲ ଗୁଣ, ଯେଉଁଟା ବୁଝନ୍ତି ଠିକ୍ ବୋଲି ଜାଣିଛନ୍ତି ଇଏ ଭଗବାନ, ମୁଣ୍ଡ କଟିଗଲେ ବି କହିବେ ଭଗବାନ, ଆଉ ଭୁଲ କରିବେ। ଯାଇ ତା ସ୍ତ୍ରୀକି କହିଲା, କହିଲା ହେଇ ତୁ ଆଉ ସେ ପାଉଁଶ ଫୋପାଡ଼ିବୁନି, ସେ ପାଉଁଶ ମୋ ଠାକୁର କହିଛନ୍ତି, ମୋ ଭଗବାନ କହିଛନ୍ତି, ମୁଁ ତାଙ୍କୁ ଦେବି। ଏ ପାଉଁଶ ରଖିଲା, ବସ୍ତା ବସ୍ତା ପାଉଁଶ ହେଲା। ତାପରେ ଯାଇଛି, ଠାକୁର କହିଲେ ମୋ ଜିନିଷ କାହିଁ? କହିଲେ ଠାକୁର ଆଉ ଏଠି ତ କେତେ ଦେଶ ବିଦେଶର ବହୁତ ଦାମୀ ଜିନିଷ ଗଦା ହେଉଛି, ମୁଁ ଏଠି ପାଉଁଶଟା ଆଣିବାକୁ ଭାରି ସଙ୍କୋଚ ମୋତେ ହେଉଛି, ଆଉ ମୁଁ ତାକୁ ଆଣିପାରୁନି ଆପଣଙ୍କ ପାଖକୁ। ମୁଁ କିନ୍ତୁ ରଖିଛି, ଇଷ୍ଟବୃତ୍ତି କରିକି ରଖିଛି। ତା ସ୍ତ୍ରୀକି କହିଲା ଦେଖ ଏ ପାଉଁଶଟା ଠାକୁରଙ୍କ ଭୋଗରେ ଲାଗିବ, ତୁ ଆଉ ସେ ଚଢ଼େଇ ଫଢ଼େଇ ମାରିକି ଏଠି ରୋଷେଇ କରିବୁ। ମାନେ ନିରାମିଷ ଆହାର ହେଇଗଲା ତାଙ୍କର, ଚୁଲିରେ ଆଉ ଆଇଁଷ କଲେନି, ମାନେ ବଦଳିଗଲା। ମାନେ ଭଲ ପାଆନ୍ତି ତ ବଦଳିଗଲା। ଠାକୁର କହିଲେ ସେ ପାଉଁଶ କ'ଣ କରିବୁ? ତୋ ଘର ପାଖରେ ଯେଉଁ ଅବହେଳିତ ଜାଗା ଅଛି ସେଇଠି ଢାଳି ଦେଇକି ଏ ବଡ଼ ବୋଉ ପାଖକୁ ଯା, ସେ ଦେବ ପଇସା, କିଣି ନେବୁ କେତେଟା ଏଇ ଯେଉଁ ମଣ ଗଛ ଲାଗେ ଖତ ଗଦାରେ ହୁଏ, ସେଇ ମାନ କଚୁ ବୋଲି ତାକୁ କୁହନ୍ତି, ସେଇଥିରୁ ନେଇକି ଲଗେଇଦେବୁ। ସେ ମାନେ ପାଉଁଶ ପାଇକି ଅବହେଳିତ ଜାଗାରେ ଗୋଟେ ଫର୍ଟାଇଲ୍ ଜାଗା ପାଇଗଲା, ବହୁତ ବିରାଟ ବିରାଟ
ଜିନିଷ ହେଲା ଯେତେବେଳେ ହେଲା ଗୋଟେ ଧୋଇ ଧାଇ କାନ୍ଧେଇକି ଆଣି ଠାକୁରଙ୍କ ପାଖରେ ପହଞ୍ଚି ଠାକୁରଙ୍କୁ ଦେଖିକି ଆନନ୍ଦ ଯେଉଁ କ୍ରିଏଟିଭିଟି ଭିତରେ ଠାକୁର କେତେ ଖୁସି ହୁଅନ୍ତି ମଣିଷ ଭିତରେ ସେ ଚେତନାଟା ସୃଷ୍ଟି ହୁଏ ତାଙ୍କୁ ଭଲ ପାଇଲେ ଠାକୁରଙ୍କର କ'ଣ ଆନନ୍ଦ କହିଲେ ନ ସରେ ଆଉ ଠାକୁର କହିଲେ ଦେଖ ଆଉ ଯାହା ରହିଲା ତାକୁ ବଜାରରେ ବିକିକି ବଡ଼ ବୋଉକୁ ତା ପଇସାଟା ଦେଇଦେବୁ ମାନେ ସେ ଲୋକର ଭରସା ନଥିଲା ଗୋଟେ ଚାଷ କରି କିଛି ଗୋଟେ ଉତ୍ପାଦନ କରିପାରିବ ବୋଲି ଆଉ ଠାକୁର ତା ଭିତରେ ସେ ପ୍ରତ୍ୟୟଟା ସୃଷ୍ଟି କରିଦେଇପାରିଲା କହିବାର କଥା ହେଉଛି ଆଚାର୍ଯ୍ୟଙ୍କର କଥା ଶ୍ରୀ ଶ୍ରୀ ବଡ଼ଦାଙ୍କର କଥା ଏବଂ ଠାକୁରଙ୍କର ଯେଉଁମାନେ ଅନୁଗତ ସେମାନଙ୍କ କଥା ମାନିକି ଚାଲିଲେ ମଣିଷ ବାଟଟା ପାଇଯାଏ କୌଶଳଟା ପାଇଯାଏ ଆପେ ଆପେ ପାଇଯାଏ ଯାହା ହଉ ସନ୍ତୋଷ ଭାଇ ଯେଉଁ ଆଗ୍ରହରେ କରିଛନ୍ତି କଥା ହେଉଛି ଏଠି 5 ଲକ୍ଷ ଖର୍ଚ୍ଚ କରିବାଟା ବେପାର ନୁହେଁ ବେପାର ହେଉଛି ମୁଁ କେତେ ଆଗ୍ରହରେ ଠାକୁରଙ୍କ ସତ୍ସଙ୍ଗଟା ଦେଇଛି ମୁଁ ଗୋଟିଏ ଛୋଟିଆ ଫଳ ଆଣି ଭୋଗ କରିକି ସତ୍ସଙ୍ଗ କରିପାରେ ମୋର ଆଗ୍ରହଟା ଠାକୁରଙ୍କ ପାଖରେ ପହଞ୍ଚେ ଆଉ ସେ ଆଗ୍ରହଟା ତାଙ୍କର ଉତ୍ତର ବର୍ଦ୍ଧିତ ହଉ ଆଉ ସେ ଠାକୁରଙ୍କୁ ନେଇକି ଏଇଭଳି ଭାବରେ ଚାଲନ୍ତୁ ସମାଜକୁ ଲକ୍ଷ କୋଟି ଟଙ୍କା ଦାନ କଲେ ସମାଜର ବିଶେଷ ମଙ୍ଗଳ ହେବ ନାହିଁ ଗୋଟିଏ ଲୋକକୁ ବାଟକୁ ନେଇ ଆସିଲେ ସମାଜ ମଙ୍ଗଳ ହେବ ଆଉ ଗୁରୁ ଭାଇମାନେ ସମାଜର ବିଶେଷ କିଛି ଉପକାର ନ କରିପାରନ୍ତି କିନ୍ତୁ କ୍ଷତି କରିପାରିବେ କ୍ଷତି କରିବା ପୂର୍ବରୁ ଲକ୍ଷେ ଥର ଚିନ୍ତା କରିବେ ଠାକୁର ସେ କହୁଛନ୍ତି ପରମ ପିତା ତୁମର ଅହଙ୍କାରର ବିଷୟ ହୁଅନ୍ତୁ ମୋର ଯଦି ସେଇ ଅହଙ୍କାର ହୁଏ ମୁଁ ପରମ ପିତାଙ୍କର ସନ୍ତାନ ମୁଁ କାହାରି ଅନିଷ୍ଟ କରିପାରିବି ଆଉ କାହାରି ଜିନିଷ ପ୍ରତି ପ୍ରଲୋଭିତ ମଧ୍ୟ ହେବି ନାହିଁ ଠାକୁରଙ୍କର ଲୋଭଟା ହିଁ ମୋର ସବୁଠାରୁ ବଡ଼ ଲୋଭ ହେଇକି ରହିବ ମୁଁ ଏଇଥିପାଇଁ ଠାକୁରଙ୍କ ଶ୍ରୀଚରଣରେ ସମସ୍ତଙ୍କର ଏଇ ଇଷ୍ଟପ୍ରାଣତା ପାଇଁ ପ୍ରାର୍ଥନା ରଖୁଛି ଦ୍ୱିତୀୟତଃ କନସେଣ୍ଟ୍ରିସିଟିରୁ ଆସେ ଆଲର୍ଟନେସ୍ ଏଜିଲିଟି ମାନେ ତୀବ୍ରତା ଯେଉଁ କାର୍ଯ୍ୟକୁ ଯେଉଁ ସମୟ ଭିତରେ ନିଷ୍ପାଦନ କରିବାକୁ ପଡ଼େ ତୃତୀୟ କଥା ହେଉଛି ଇନକ୍ୟୁଜିଟିଭନେସ୍ ଅନୁସନ୍ଧିତ୍ସା ଏ ଅନୁସନ୍ଧିତ୍ସାଟା ଆମର ନାହିଁ ବୋଲି ଆମେ ଲୋକର ଅନ୍ତରକୁ ସ୍ପର୍ଶ କରିପାରୁନାହାନ୍ତି କିନ୍ତୁ ସିଏ କିନ୍ତୁ କରିପାରୁଛନ୍ତି ଚତୁର୍ଥ କଥା ହେଉଛି ପ୍ରେଜେନ୍ସ ଅଫ୍ ମାଇଣ୍ଡ ଉପସ୍ଥିତ ବୁଦ୍ଧି ଗୋଟେ ମୋମେଣ୍ଟ ଭିତରେ ଡିସିସନ୍ ନେବାକୁ ପଡ଼ିବ କୋଠା ତଳକୁ ଡେଇଁ ପଡ଼ିବି କି ଉପରକୁ ଉଠିଯିବି ଏଇ ଡିସିସନ୍ଟା ଯଦି ଭୁଲ ହେଇଗଲା ମଣିଷ ଜୀବନ ଚାଲିଯିବ ଆଉ ସେତେବେଳେ ସିଏ ବୁଦ୍ଧି ଯୋଗଟା ଦିଅନ୍ତି ତାଙ୍କ ସହିତ ଯୋଗଯୁକ୍ତ ହେଇକି ରହିଲେ ସେଇ ଜିନିଷଟା ପଡ଼େ ଆଉ ଏଇ ଯୁଗ ଆଉ ଦୁଇଟା କଥା ରହିଲା ପଛରେ କହିବି ଏ ଯୋଗଯୁକ୍ତ ହେଇକି ଯିଏ ରୁହନ୍ତି ତାଙ୍କର ଯିଏ ଠାକୁରଙ୍କୁ ଥରେ ବିଶ୍ୱାସ କରେ ସେ ଦୀକ୍ଷିତ ହଉ ବା ଅଦୀକ୍ଷିତ ହଉ ଫଳ ପାଇବ ଗୋଟେ ପାହାଡ଼ ରାସ୍ତା କଡ଼ରେ ଗୋଟେ ବୋଉକୁ ବସ୍ ଓହ୍ଲେଇଦେଲା ତା ସାଙ୍ଗରେ ଗୋଟେ 3 ବର୍ଷର ଝିଅ ବସ୍ ଓହ୍ଲେଇଦେଲା ସନ୍ଧ୍ୟା ଆସନ୍ନ ମେଘ ଝିପିଝିପି ବର୍ଷା ପକାଉଛି ସିଏ ଝିଅଟା ବୋଉଟା କ'ଣ କଲା ଗୋଟେ ଭୁଲ ରାସ୍ତାରେ ସେ ଜଙ୍ଗଲ ଭିତରକୁ ପଶିଗଲା ଜଙ୍ଗଲ ରାସ୍ତା ଜାଣି ହୁଏ ନା ଭୁଲ ରାସ୍ତାରେ ପଶିଗଲା ଅନେକ ବାଟ ଗଲା ପରେ ଜାଣିଲା ସେ ରାସ୍ତା ତା ଘର ରାସ୍ତା ନୁହେଁ ତାର ପରିସ୍ଥିତି ହେଉଛି ତା ସ୍ୱାମୀ ଦୀକ୍ଷା ନେଇଛି ସିଏ କିନ୍ତୁ ଦୀକ୍ଷା ନେଇଛି ତା ଡରେ ତା ସ୍ୱାମୀ ଠାକୁରଙ୍କ ଫଟୋଟାକୁ ଗୋଟେ ଟ୍ରଙ୍କ ଭିତରେ ରଖିଥାଏ ଗାଧେଇ ଆସିକି ସେ ଟ୍ରଙ୍କଟା ଟେକି ଦେଇକି ଟିକେ ପ୍ରଣାମ କରେ ତା ବାଟରେ ଯାଏ ସେ କହି ସେ ଠାକୁର ଫକର ଖୋପାଡ଼ି ଦେବି ସେ ଠାକୁର ଫକର ମୁଁ ଜାଣେ ନା ଏଇଥିପାଇଁ ତା ସ୍ୱାମୀ ଲୁଚେଇକି ରଖେ ସେ କିନ୍ତୁ ଦେଖିଛି ସ୍ତ୍ରୀ ଲୋକଟା ଗୋଟେ କେଉଁ ଠାକୁରକୁ ପୂଜା କରେ ଟ୍ରଙ୍କ ଭିତରେ ରଖିଛି ଯେତେ ଯାହା ଦେବାଦେବୀ ଥିଲା ହିନ୍ଦୁ ଠାକୁରାଣୀ ଠାରୁ ଆରମ୍ଭ କରିକି ସନ୍ତୋଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ଡୁକି ସାରିଲା ପରେ ଅସାମାଜିକ ଲୋକଙ୍କର ସବୁ ଟୁକଟାକ୍ କଥାବାର୍ତ୍ତା ଶୁଭୁଛି ଝିଅଟାକୁ ନେଇକି ରାତିରେ କୁଆଡ଼େ ଯିବ ବାଟ ପାଉନି ବାଟ ବଣା ସଭା ଶେଷରେ ହାତ ଟେକିଦେଲା କହିଲା ହେ ଟ୍ରଙ୍କ ଠାକୁର ମୋତେ ରକ୍ଷା କର ସେ ଯାହା ହଉ ଇତ୍ୟବସରେ ଗୋଟେ ଆଲୋକ ରେଖା ପାଇଲା ରାସ୍ତା ଦେଖାହେଲା ସେ ବାଟରେ ଗଲା ଯାଇ ଗୋଟେ ଝୁପୁଡ଼ି ଘରେ ଗୋଟେ ବାବାଜୀ ଥିଲା ସେଇ ଘରେ ଯାଇକି ଚେତା ଶୂନ୍ୟ ହେଇକି ପଡ଼ିଗଲା ତାପରେ ସେ ବାବାଜୀ ଆଣିକି ତାଙ୍କୁ ରାସ୍ତା ମଝିରେ ମେନ୍ ରୋଡ଼ରେ ଛାଡ଼ିକି ଗଲା କହିବା ତାତ୍ପର୍ଯ୍ୟ ହେଉଛି ତାଙ୍କୁ ଯିଏ ଅନ୍ତର ଦେଇକି ଡାକେ ଏରେ ଭଗବାନ ମୋ ଭିତରେ ସମ୍ପର୍କ କାହିଁକି ଗୋଟେ ମାଧ୍ୟମ କିଏ ହେବ କାହିଁକି ସେ ମୁଁ ତ ତାଙ୍କୁ ସିଧାସଳଖ ଡାକିପାରିବି ଆମର ସବୁ ଈଶ୍ୱର ଭଗବାନଙ୍କ ନାଁରେ ନାହିଁ ବିଶ୍ୱାସ ନାହିଁ କି ଭରସା ନାହିଁ ମୋର ଗୋଟେ ସାଙ୍ଗ ପଚାରୁଥିଲା ହେଲା ସେ ଭାବିଲା ଏଇ ଯେଉଁ ବାବାମାନେ ଯେତେବେଳେ ଆରେଷ୍ଟ ହେଉଥିଲେ ସେ ଭାବିଲା ସତ୍ସଙ୍ଗରେ ଗୋଟେ ବିରାଟ ବମ୍ ଫୁଟିବ ଏଇ ରୀତିକମାନେ ସବୁ ହଳ ହଳ ହେଇକି ବନ୍ଧା ହେଇକି ଯିବେ କହିଲା ତୁମର ତ କିଛି କୁଆଡ଼ୁ ହେଲାନି ମୁଁ କହିଲି ଆମର ବାବା କେହି ନାହାନ୍ତି କିଛି କୁଆଡ଼ୁ ହେବ କାହିଁକି ଆମର ଯିଏ ଅଛନ୍ତି ତାଙ୍କର ଘର ଅଛି ସଂସାର ଅଛି ସବୁ କିଛି ଅଛି ସେଠୁ କହିଲେ ତୁମ ରୀତିକମାନେ ସବୁ କ'ଣ ମୁଁ କହିଲି ରୀତିକି ଗୁରୁ ଭାଇ ଏମାନେ ହେଉଛନ୍ତି ଡିଭାଇନ୍ ମେସେଞ୍ଜର ଏମାନେ ଈଶ୍ୱରଙ୍କ ଦୂତ ଏମାନେ ଈଶ୍ୱରଙ୍କ ବାର୍ତ୍ତା ନେଇକି ଲୋକଙ୍କ ପାଖରେ ପହଞ୍ଚାନ୍ତି କହିଲା କ'ଣ ତୁମେ ସେମାନେ କ'ଣ ଈଶ୍ୱରଙ୍କୁ ଦେଖିଛନ୍ତି ବୋଲେ ଖାଲି ଦେଖିନାହାନ୍ତି ତାଙ୍କ ଘରକୁ ବସ୍ ଭଡ଼ା କେତେ କହିଦେଇପାରିବେ
कहला तोर तो ये थट्टा मजा कर जीवन सारा गलानी गोटे मनीष को भगवान कहीकि तू गोटे यात्रा लगे बोले तोर कौ मनीषटा भगवान तो भगवान किए कह कहला मोर कृष्णचंद्र रामचंद्र मोर सी मनीष नुह कहले हाँ तो कहले घर घाटी नाला कहला हाँ थिला कहले मथुरा गोप वृंदावन एठी कौन बस चलना कहला हाँ चल तमें सी जहाँ को आम भगवान बोली पूजा कर भगवान बोले आम विश्वास ना हेल्ले भगवान घर को मुझे वर्ष में 5 थर जाऊँगी मुझे घर को बस भड़ा के मैंने आमर छोटकाटिया विश्वास आम अच्छा जे भगवान कहले गोटे कौन कौन शून्य शून्य बुझुंट सी आम सांगर किसी लेन ना कि कथबार्ता ना आम एमती गोटे उड़ा खई गोविंदा छुआ कर दिखती सी पाइले पात न पाइले ना तेज जा हो परम पिता दयारू आपण मान मन में खुशी देखिक ठाकुर आनंदित एति कही समस्त मंगल ठाकुर श्रीचरण में प्रार्थना जनक रही वंदे पुरुषोत्तम वंदे पुरुषोत्तम वंदे पुरुषोत्तम वंदे पुरुषोत्तम वंदे पुरुषोत्तम वंदे पुरुषोत्तम परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परमाराध्या जगत जननी श्री श्री बड़मा की जय। परमाराध्या जगत जननी श्री श्री बड़मा की जय। परमाराध्या जगत जननी श्री श्री बड़मा की जय। परम पूज्य पाद श्री श्री बड़दा की जय। परम पूज्य पाद श्री श्री बड़दा की जय। परम पूज्य पाद श्री श्री बड़दा की जय। परम पूज्य पाद श्री श्री आचार्य देव की जय। परम पूज्य पाद श्री श्री आचार्य देव की जय। परम पूज्य पाद श्री श्री आचार्य देव की जय। सत संग जय। सत संग जय। सत संग जय। वंदे पुरुषोत्तम वंदे पुरुषोत्तम वंदे आद्य वंदे आद्य पितृ वंदे मातृ वंदे मातृ वंदे अहं वंदे अहं दैवतम् वंदे पुरुषोत्तम वंदे पुरुषोत्तम वंदे पुरुषोत्तम परम प्रेममय श्री श्री ठाकुर अनुकूल चंद्र जी की जय। जय गुरु।